ସଦାପ୍ରଭୁଙ୍କର ବହୁମୂଲ୍ୟ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଆମ୍ଭେମାନେ ଧୂଳି ଦ୍ୱାରା ବନାଯାଇଥିବା ଗୋଟିଏ ଗୋଟିଏ ମନୁଷ୍ୟ ଆମ୍ଭେମାନେ ଅଟୁ ଏବଂ ପୁନର୍ବାର ଆମ୍ଭେମାନେ ଧୂଳିରେ ହିଁ ମିଶିଯିବା। କିନ୍ତୁ ଏବିରି ପୁସ୍ତକ ତାର 9 ପର୍ବ ତାର 27 ଏବଂ 28 ପଦରେ ଲେଖାଯାଏ, ମନୁଷ୍ୟମାନଙ୍କ ନିମନ୍ତେ। এই ଜାଗାରେ ଏକ ବଚନ ଲେଖାଯାଇ ନାହିଁ, এই ଜାଗାରେ ବହୁ ବଚନ ଲେଖାଯାଏ। ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ, କେତେ ଥର? ଥରେ, ଆଉ ତାହାପରେ ବିଚାର ନିରୂପିତ ଅଛି। ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ, ଆଉ ତାପରେ ବିଚାର ନିରୂପିତ ଅଛି। ଅନେକ ଲୋକମାନେ ଭାବୁଥିବେ ଯେ ମନୁଷ୍ୟ ମୃତ୍ୟୁ ପରେ ଆଉ କିଛି ମଧ୍ୟ ଘଟିବ ନାହିଁ ଏବଂ ଏମିତି ମଧ୍ୟ ଭାବନ୍ତି ମନୁଷ୍ୟ ମୃତ୍ୟୁ ପରେ ସେ ପୁନର୍ବାର ଜନ୍ମ ହେବ। ଏମିତି ମଧ୍ୟ ଲୋକମାନେ ଭାବନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣିଥିବେ, ଲୋକମାନଙ୍କୁ ଶିଖାଇ ମଧ୍ୟ ଥିବେ ଯେ ମନୁଷ୍ୟ ମୃତ୍ୟୁ ପରେ ମନୁଷ୍ୟର ବିଚାର ଅଛି। এই বিষয়ে ଅନେକ ଲୋକମାନେ ଜାଣିନାହାନ୍ତି, ଯେଉଁମାନେ କି ମନୁଷ୍ୟ ମୃତ୍ୟୁ ପରେ ଆଉ ଥରେ ସେମାନେ ଜନ୍ମ ଆସିବେ ବା ଆସିବେ, এই ପ୍ରକାର କହିବା ଲୋକମାନେ ଜାଣିନାହାନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣନ୍ତି, ମନୁଷ୍ୟ ମୃତ୍ୟୁ ପରେ ମନୁଷ୍ୟ ବିଚାରିତ ହେବାକୁ ପଡ଼ିବ। ଯେଉଁ ପରମେଶ୍ୱର ଆପଣଙ୍କୁ ସୃଷ୍ଟି କଲେ, ମୋତେ ସୃଷ୍ଟି କଲେ, এই ପୃଥିବୀକୁ ସୃଷ୍ଟି କଲେ, সেই ପରମେଶ୍ୱର ସମସ୍ତ ମନୁଷ୍ୟକୁ ବିଚାର କରିବେ। ଆମ୍ଭେମାନେ এই ପୃଥିବୀରେ ସେତେଦିନ ପର୍ଯ୍ୟନ୍ତ ଜୀବିତ ଥାଏ କ'ଣ କ'ଣ କାର୍ଯ୍ୟ କରିଅଛୁ, ମନ୍ଦ କାର୍ଯ୍ୟ କରିଅଛୁ କିମ୍ବା ଭଲ କାର୍ଯ୍ୟ କରିଅଛୁ, এই ସମସ୍ତ ବିଷୟକୁ ନେଇ ପରମେଶ୍ୱର ବିଚାର କରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମର କର୍ମ ଅନୁସାରେ ଆମ୍ଭେମାନେ ବିଚାରିତ ହେବାକୁ ପଡ଼ିବ ଏବଂ ବାଇବଲରେ ଲେଖାଯାଏ, ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ। କିନ୍ତୁ ଆପଣମାନେ ପ୍ରକାଶିତ ପୁସ୍ତକରେ ଯଦି ଦେଖିବେ, ଯେଉଁମାନେ କି ବିଚାରିତ ହେଲା ପରେ ନରକରେ, ଯେଉଁମାନେ ବିଚାରିତ ହେଲା ପରେ ନରକରେ ଯେଉଁମାନେ ଫିଙ୍ଗି ଦିଆଯିବେ, ସେମାନଙ୍କୁ କୁହାଯାଏ ଦ୍ୱିତୀୟ ମୃତ୍ୟୁ। ସେଇ ନରକରେ ଯିବା ପୂର୍ବରୁ, ଆମ୍ଭେମାନେ ବିଚାରିତ ହେବା ପୂର୍ବରୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଧ୍ୟାନର ସହିତ ଆପଣମାନେ ଶୁଣନ୍ତୁ, ଆମ୍ଭେମାନେ ନରକରେ ଯିବା ପୂର୍ବରୁ, ବିଚାରିତ ହେବା ପୂର୍ବରୁ, ଆମ୍ଭମାନଙ୍କର ନିଜର ଅପରାଧ, ନିଜର ଭୁଲ, ନିଜର ପାପକୁ ସଦାପ୍ରଭୁଙ୍କ ପାଖରେ ଆମ୍ଭେମାନେ ସ୍ୱୀକାର କରିବା ଦରକାର। ହୋଇପାରେ ପରମେଶ୍ୱର ଆମ୍ଭମାନଙ୍କର ଭୁଲକୁ, ଆମ୍ଭମାନଙ୍କର ଅନୁତାପକୁ ପରମେଶ୍ୱର ଦେଖି ଆମ୍ଭମାନଙ୍କୁ କ୍ଷମା କରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ, ଆମ୍ଭେମାନେ ହାତ ଛଡ଼ା କରିବା ନାହିଁ। ଆମର ନିଜର ପାପକୁ, ଆମର ନିଜର ଭୁଲକୁ ଆମ୍ଭେମାନେ ସ୍ୱୀକାର କରିବା ଦରକାର। ମନୁଷ୍ୟ ଜୀବନରେ এই ପୃଥିବୀରେ ଆମ୍ଭେମାନେ ସେତେଦିନ ପର୍ଯ୍ୟନ୍ତ ଥିବୁ, ସେତେଦିନ ପର୍ଯ୍ୟନ୍ତ ସୁଖ ଏବଂ ଦୁଃଖ। କିନ୍ତୁ ଆମ୍ଭେମାନେ କ'ଣ କ'ଣ କାର୍ଯ୍ୟ କରିଅଛୁ, ଆମେ ସେତେଦିନ ପର୍ଯ୍ୟନ୍ତ ଜୀବିତ ଥାଇ କ'ଣ କ'ଣ କାର୍ଯ୍ୟ କରିଅଛୁ, এই ସମସ୍ତ ବିଷୟକୁ ନେଇ ପରମେଶ୍ୱର ବିଚାର କରିବେ ଏବଂ ଆମ୍ଭେମାନେ ବିଚାରିତ ହେବାକୁ ପଡ଼ିବ।
ନିଜର କର୍ମ ଅନୁସାରେ ଆମ୍ଭେମାନେ ବିଚାରିତ ହେବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ଆଶ୍ଚର୍ଯ୍ୟ ଶିକ୍ଷା, ମିରାକଲର ଶିକ୍ଷା, এই ପ୍ରକାର ଶିକ୍ଷା ମାନେ ଦେଉଛନ୍ତି। ପାପ ବିଷୟରେ କହୁନାହାନ୍ତି, ପ୍ରେମ ବିଷୟରେ କହୁଛନ୍ତି। କିନ୍ତୁ ଆପଣମାନେ ଧ୍ୟାନ ଦେବା ଦରକାର, ପ୍ରଭୁଙ୍କର ପ୍ରିୟ ଲୋକମାନେ, 10 ଟଙ୍କିଆ କଏନ୍ ଗୋଟିଏ ପଟେ ହେଡ୍ ଥାଏ, ଗୋଟିଏ ପଟେ ଟେଲ୍ ଥାଏ। ପରମେଶ୍ୱର ପ୍ରେମ କରନ୍ତି ଏବଂ ପରମେଶ୍ୱରଙ୍କ ଦୃଷ୍ଟିରେ ଯଦି ମନ୍ଦ କାର୍ଯ୍ୟ କରନ୍ତି ତାହେଲେ ସେହି ପରମେଶ୍ୱର ବିନାଶ ମଧ୍ୟ କରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ପ୍ରେମର ଶିକ୍ଷା, ଆଶ୍ଚର୍ଯ୍ୟର ଶିକ୍ଷା, ମାତେୟ, ମାର୍କ, ଲୁକ, ଯୋହନ, এই ଜାଗର ପ୍ରଭୁ ଯୀଶୁ ଗୋଟିଏ ଭିନ୍ନ ଅଟେ। କିନ୍ତୁ ସେଇ ପ୍ରଭୁ ଯୀଶୁ ହିଁ ପ୍ରକାଶିତ ବାକ୍ୟରେ ଯୋହନ ଦେଖୁଛନ୍ତି ଏକ ଭୟଙ୍କର ରୂପରେ। ସେଇ ପ୍ରକାଶିତ ବାକ୍ୟର ପ୍ରଭୁ ଯୀଶୁଙ୍କୁ ଆମ୍ଭେମାନେ ଲୋକମାନଙ୍କ ପାଖରେ ପ୍ରକାଶ କରିବା ଦରକାର। ସେଇ ପରମେଶ୍ୱର, ସେଇ ପ୍ରକାଶିତ ବାକ୍ୟର ପରମେଶ୍ୱର ସେ ବିଚାର କରିବେ, ଆମ୍ଭେମାନେ ବିଚାରିତ ହେବା। ସମସ୍ତ ଜାତି, ସମସ୍ତ ମନୁଷ୍ୟ ଆମ୍ଭେମାନେ ବିଚାରିତ ହେବାକୁ ପଡ଼ିବ। ସେଥିପାଇଁ ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ, ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ, ଆମ୍ଭେମାନେ ପରମେଶ୍ୱରଙ୍କ ପାଖରେ ନତମସ୍ତକ ହୋଇ ନିଜର ଭୁଲକୁ, ଅପରାଧକୁ, ପାପକୁ ଆମ୍ଭେମାନେ ସ୍ୱୀକାର କରିବାକୁ ପଡ଼ିବ। ଆପଣମାନେ ଜାଣିଥିବେ, ଦୁଇ ପାର୍ଶ୍ୱରେ ଦୁଇଟି ଚୋର ଥିଲେ। ପ୍ରଭୁ ଯୀଶୁ ମଝିରେ ଥିଲେ। କିନ୍ତୁ ଗୋଟିଏ ଚୋର ସେ ନିଜର ଭୁଲକୁ ସ୍ୱୀକାର କଲା, କିନ୍ତୁ ଆଉ ଗୋଟିଏ ଚୋର ସେ ସ୍ୱୀକାର କରିନଥିଲା। ଆପଣମାନେ ଜାଣନ୍ତି, ପ୍ରଭୁ ଯୀଶୁ କହିଲେ, ଆଜି ତୁମେ ମୋ ସହିତ ପାରାଦୀସରେ ଉପସ୍ଥିତ ହେବ। ଏବଂ ସେଇ ଆଉ ଗୋଟିଏ ପାର୍ଶ୍ୱରେ ଥିବା ସେଇ ଚୋର, ସେ ପ୍ରଭୁ ଯୀଶୁ ନିଜର ପାଖରେ ଥାଏ, ମୁକ୍ତିକର୍ତ୍ତା, ସୃଷ୍ଟିକର୍ତ୍ତା ନିଜର ପାଖରେ ଥାଇ ସେ ନିଜର ପାପରେ ସେ ମଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, এই ସୃଷ୍ଟିକର୍ତ୍ତା, ମନୁଷ୍ୟର ଉଦ୍ଧାରକର୍ତ୍ତା, ମନୁଷ୍ୟର ମରଣ ଏବଂ ଜୀବନର ଅଧିକାରୀ ଆମର ସମ୍ମୁଖରେ ଅଛନ୍ତି ପରମେଶ୍ୱର। ଆମେ ହାତଛଡ଼ା କରିବା ନାହିଁ। ଆମର ନିଜର ଭୁଲକୁ, ନିଜର ପାପକୁ ଆମ୍ଭେମାନେ ସ୍ୱୀକାର କରିବା ଦରକାର। ଆଉ ଗୋଟେ ବିଷୟ କହିବା ପାଇଁ ଚାହେଁ, ଆପଣମାନେ ପାପରେ ମୃତ୍ୟୁ କି ପାପ ପ୍ରତି ଆପଣମାନେ ମୃତ୍ୟୁ, ଆମ୍ଭେମାନେ ପାପ ପ୍ରତି ମୃତ୍ୟୁ ହେବାକୁ ପଡ଼ିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।